ମୁଁ ଭାବିଲି ଏହା ଭଲ ଯେ ମୋ ଶାଶୁଙ୍କର ଭଲ ଅଭ୍ୟାସ ଅଛି ଏବଂ ଘରଟି ଛୋଟ କିମ୍ବା ଘରଟି ନିର୍ଜନ ଥିଲା। ଏହା ଏତେ ବଡ଼ ଘର ନଥିଲା। ମୋ ଶାଶୁ ବହୁତ ସମୟ ଧରି ମୋ ସହିତ କଥା ହେଉଥିଲେ। ମୁଁ ତାଙ୍କ ସହିତ କଥା ହେଉଥିଲି, କିନ୍ତୁ ମୋର ଧ୍ୟାନ ମୋ ସ୍ୱାମୀଙ୍କ ଉପରେ ଥିଲା। କଥାବାର୍ତ୍ତାରେ ରାତି ଏହିପରି ବିତିଗଲା, କିନ୍ତୁ ମୋ ସ୍ୱାମୀ ଏ ପର୍ଯ୍ୟନ୍ତ ରୁମକୁ ଆସିନଥିଲେ। କିଛି ସମୟ ପରେ ମୋ ଶାଶୁ ଘର ବାହାରକୁ ଚାଲିଗଲେ। ମୁଁ ଭାବିଲି ଯେ ଏବେ ମୋ ସ୍ୱାମୀ ରୁମକୁ ଆସିବେ, କିନ୍ତୁ ରୁମରୁ ବାହାରିବା ସମୟରେ ମୋ ଶାଶୁ ମୋତେ ଗୋଟିଏ କଥା କହିଲେ। ସେ କହିଲେ ଯେ ବୋହୂ, ତୁମର ଯାହା କାମ ଅଛି ମୋତେ କେବଳ କୁହ। ରୁମରୁ ବାହାରକୁ ଯିବାର କୌଣସି ଆବଶ୍ୟକତା ନାହିଁ, ନଚେତ୍ ତୁମେ ବହୁତ ପଶ୍ଚାତାପ କରିବ। ମୁଁ ତାଙ୍କର ଏହି ଅଜବ ଲୋକଙ୍କ ମଧ୍ୟରୁ ଜଣେ। ମୁଁ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଚୁପ୍ ହୋଇଗଲି। ମୁଁ ଭାବିଲି ହୁଏତ ସେ ପାଗଳ ହୋଇଗଲାଣି। ଏବେ ମୁଁ ବିବାହ କରି ମୋ ଶ୍ୱଶୁର ଘରକୁ ଆସିଛି। ଏହା ମୋର ଘର। ମୁଁ ଏହି ରୁମରେ ରହି ସବୁ କାମ କିପରି କରିବି? ମୋତେ କୌଣସି ନା କୌଣସି କାମ ପାଇଁ ରୁମ୍ ବାହାରକୁ ଯିବାକୁ ପଡ଼ିବ। ସେ ମୋତେ ଏକ ଅଜବ ଢଙ୍ଗରେ ଚାହିଁ ରୁମରୁ ବାହାରକୁ ଚାଲିଗଲେ। ତାଙ୍କ ଯିବାର କିଛି ସମୟ ପରେ ମୋ ସ୍ୱାମୀ ରୁମ୍ ଭିତରକୁ ଆସିଲେ। ସେ ବହୁତ ଶୀଘ୍ର ଥିଲେ। ରୁମ୍ ଭିତରକୁ ଆସିବା ମାତ୍ରେ ସେ ମୋତେ ଏକ ବ୍ୟାଗ୍ ଦେଲେ ଏବଂ କହିଲେ ଯେ ଏହା ତୁମର ମୁହଁ ଦେଖା, ଏହା ତୁମର ଉପହାର। ମୁଁ ଏବେ ଯାଉଛି। ସେଥିପାଇଁ ସମସ୍ତେ ମୋତେ ବହୁତ ଭଲ ପାଉଥିଲେ। ମୋର ସମସ୍ତ ଭାଇ ଭଉଣୀ ମୋ ଠାରୁ ସାନ ଥିଲେ। ମୋ ମା ଏବଂ ବାପା ସବୁବେଳେ ଆମ ଭାଇ ଭଉଣୀଙ୍କ କଥା ଶୁଣୁଥିଲେ ଏବଂ ସେମାନେ ଆମ ତିନି ଭାଇ ଭଉଣୀକୁ ବହୁତ ଭଲ ମୂଲ୍ୟ ଦେଉଥିଲେ। ଆମେ ତିନି ଭାଇ ଭଉଣୀ ପରସ୍ପରକୁ ବହୁତ ଭଲ ପାଉଛୁ। କେତେବେଳେ ଆମେ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ହେଉଥିଲା, କୌଣସି ଫାଟ ନଥିଲା। ମୁଁ ମୋର ପୁରୁଣା ଜୀବନ ବିଷୟରେ ଭାବୁଥିଲି ଏବଂ ଏସବୁ ବିଷୟରେ ଭାବି ଦିନଟି ବିତିଗଲା। କିନ୍ତୁ ମୋ ସ୍ୱାମୀ ରୁମ୍ ଭିତରକୁ ଆସିଲେ ନାହିଁ। ଟେନସନ ଯୋଗୁଁ ମୁଁ ସାରା ରାତି ଶୋଇପାରିଲି ନାହିଁ। ମୋ ବିବାହର ପ୍ରଥମ ରାତିରେ ମୋ ସ୍ୱାମୀ ମୋତେ ଏମିତି ଛାଡ଼ି କୁଆଡ଼େ ଗଲେ? ମୋର ମନକୁ ବାରମ୍ବାର ଆସୁଥିଲା ଯେ ଏହା କେବଳ ସେତେବେଳେ ଘଟେ, ଯେତେବେଳେ ଅନ୍ୟ ବ୍ୟକ୍ତି କୌଣସି ଭୁଲ କାର୍ଯ୍ୟରେ ଲିପ୍ତ ଥାଏ। ମୁଁ ମୋ ସ୍ୱାମୀକୁ ଅପେକ୍ଷା କରିଥିଲି, କିନ୍ତୁ ସେ ଆସିଲେ ନାହିଁ। ସକାଳ 6ଟା ବାଜିଗଲା। ମୁଁ ଭାବିଲି ଯେ ମୁଁ ମୋ ଶାଶୁଙ୍କ ରୁମକୁ ଯାଇ ତାଙ୍କ ପୁଅ କେଉଁଠି ଅଛି ଜାଣିବା ଉଚିତ। ମୁଁ ମୋ ଶାଶୁଙ୍କ କବାଟ ବାଡ଼େଇଲି, କିନ୍ତୁ ଯେତେବେଳେ ମୁଁ ଯାଇ କବାଟ ଠକ୍ ଠକ୍ କଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ସ୍ୱାମୀ ହିଁ କବାଟ ଖୋଲିଥିଲେ। ଏହା ଦେଖି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଭାବିଲି ଯେ ତାଙ୍କୁ ବିବାହର ପ୍ରଥମ ରାତି ତାଙ୍କ ସ୍ତ୍ରୀଙ୍କ ସହିତ ନୁହେଁ, ତାଙ୍କ ମାଙ୍କ ଘରେ ବିତାଇବାକୁ ପଡ଼ିବ। ତାଙ୍କ ଘରେ ନୁହେଁ। ସବୁଦିନ ପରି ସେ ତାଙ୍କ ମାଙ୍କ ଘରେ କ'ଣ କରୁଥିଲେ? ମୋତେ ଦେଖିବା ପରେ ସେ ମଧ୍ୟ ଟିକେ ଚିନ୍ତିତ ହୋଇଗଲେ। ମୋତେ ଦେଖିବା ମାତ୍ରେ ତାଙ୍କ ମୁହଁରେ ଏକ ଅଜବ ଭାବନା ଆସିଗଲା। ସେ ମୋତେ ଭୟଭୀତ ହୋଇ ପଚାରିବାକୁ ଲାଗିଲେ, ଏଠାରେ କ'ଣ ହୋଇଛି? ତୁମର କିଛି କାମ ଅଛି କି? ମୁଁ ତାଙ୍କୁ କିଛି ନ କହି ରାଗି ମୋ ରୁମକୁ ଗଲି। ଏଥର ମୁଁ ବହୁତ ରାଗି ଯାଉଥିଲି ଯେ ସେ ତାଙ୍କ ମାଙ୍କୁ ମନେ ପକାଉଛି। ମୁଁ ସେଠାରେ କାହିଁକି ଥିଲି? ତାଙ୍କ ମା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଏପରି ପରିସ୍ଥିତିରେ ତାଙ୍କୁ ତାଙ୍କ ମାଙ୍କ ସହିତ ରହିବା ଉଚିତ ନଥିଲା। ଯଦି ସେ ତାଙ୍କ ମାଙ୍କ ପାଇଁ ଏତେ ଯତ୍ନବାନ ଥିଲେ, ତେବେ ସେ ମୋତେ କାହିଁକି ବିବାହ କଲେ? ମୁଁ ଭୁଲ ଭାବିବା ଉଚିତ ନଥିଲା। କିନ୍ତୁ ତଥାପି ଅନାବଶ୍ୟକ ଚିନ୍ତାଧାରା ମୋ ମନରେ ସନ୍ଦେହ ସୃଷ୍ଟି କରୁଥିଲା। ମୁଁ କ୍ରୋଧରେ ଜଳୁଥିବା ରୁମରେ ଥିଲି। ମୁଁ ରାଗି ବସିଥିଲି। ମୋ ସ୍ୱାମୀ ମୋ ପଛେ ପଛେ ଯାଇ କହିଲେ ଯେ ମୋ ମାଙ୍କ ଦେହ ଭଲ ନାହିଁ, ସେ ଟିକିଏ ଅସୁସ୍ଥ। ସେଥିପାଇଁ ମୁଁ ରାତିରେ ତାଙ୍କ ରୁମରେ ରହିଲି। ମୁଁ ଜାଣିଥିଲି ଯେ ତୁମେ ମୋତେ ଏସବୁ କରିବାକୁ ପସନ୍ଦ କରିନଥାନ୍ତ, କିନ୍ତୁ ଏବେ ତୁମେ ମୋତେ କୁହ ଯେ ଏହି ଦୁନିଆରେ ମୋ ବ୍ୟତୀତ ଆଉ କିଏ ମୋ ମାଙ୍କ ଯତ୍ନ ନେଇପାରିବ? ହଁ, କେବଳ ମୁଁ ହିଁ ତାର ଯତ୍ନ ନେଇପାରିବି। ମୁଁ କହିଲି, ତୁମେ ଠିକ୍ କହୁଛ, କିନ୍ତୁ ତୁମେ ଯେପରି କରିଛ, କେହି ସେମାନଙ୍କ ବିବାହ ରାତିକୁ ନଷ୍ଟ କରନ୍ତି ନାହିଁ। ଯଦି ତୁମେ ମୋତେ କହିଥାନ୍ତ ଯେ ତୁମ ମାଙ୍କ ଦେହ ଖରାପ, ମୁଁ ସାରା ରାତି ଜାଗି ରହି ତାଙ୍କ ସେବା କରିଥାନ୍ତି। କିନ୍ତୁ ତୁମେ ମୋତେ ନ କହି ଏହା କଲ। ତୁମେ ଘର ଛାଡ଼ି ଚାଲିଗଲ। ମୁଁ ଭାବୁଥିଲି ତୁମେ ହୁଏତ ଘରୁ ବାହାରକୁ ଯାଇଥିବ, କିନ୍ତୁ ଯେତେବେଳେ ମୁଁ ତୁମକୁ ତୁମ ମାଙ୍କ ରୁମରେ ଦେଖିଲି, ମୁଁ ଆହୁରି ରାଗିଗଲି। ଜଣେ ନବବିବାହିତ କନ୍ୟା ସହିତ ଏପରି ବ୍ୟବହାର କରିବା ଉଚିତ ନୁହେଁ। ତୁମେ ମୋ ସହିତ କିଛି ସମୟ ବସି କଥା ହୋଇ ତୁମ ମାଙ୍କ ଘରକୁ ଯାଇପାରିଥାନ୍ତ। ମୋର କୌଣସି ଅସୁବିଧା ନଥିଲା, କିନ୍ତୁ
ତୁମେ ଯେଉଁଭଳି ଭାବରେ ଚାଲିଗଲ ସେଥିପାଇଁ ମୁଁ ତୁମ ଉପରେ ବହୁତ ରାଗିଛି। ମୋଠାରୁ ଏହା ଶୁଣିବା ପରେ ମୋ ସ୍ୱାମୀଙ୍କ ମୁହଁ ମଳିନ ପଡ଼ିଗଲା ଏବଂ ସେ ମୋତେ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ମୁଁ ଗତ ରାତିରେ ତାଙ୍କ ଆଚରଣରେ ବହୁତ ରାଗିଗଲି। କିଛି ସମୟ ପରେ ମୋ ଶାଶୁ ମଧ୍ୟ ଜଳଖିଆ ନେଇ ଆମ ରୁମକୁ ଆସିଲେ। ମୁଁ ତାଙ୍କୁ ମୋ ସାଙ୍ଗରେ ଆଣିଥିଲି, କିନ୍ତୁ ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତାଙ୍କୁ ଦେଖିଲେ ସେ ଅସୁସ୍ଥ ଥିବା ଭଳି ମନେ ହେଉନଥିଲା। ପ୍ରକୃତରେ ସେ ଆମ ଉଭୟଙ୍କ ପାଇଁ ନିଜ ହାତରେ ଜଳଖିଆ ପ୍ରସ୍ତୁତ କରିଥିଲେ। ମୁଁ ମୋ ସ୍ୱାମୀଙ୍କୁ କିଛି କହିଲି ନାହିଁ। ମୁଁ ଚୁପ୍ ରହିଲି। ଆମେ ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ଏକାଠି ଜଳଖିଆ ଖାଇଲୁ। ମୁଁ ଯେତେବେଳେ ରୁମ୍ ବାହାରକୁ ଗଲି, ମୁଁ ଦେଖିଲି ମୋ ଶାଶୁ ରୋଷେଇ ଘରେ ଠିଆ ହୋଇ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି। ମୁଁ ତାଙ୍କୁ କହିଲି ଯେ ମୁଁ ତୁମକୁ ସାହାଯ୍ୟ କରିବି। ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ମୋତେ ଦେଖିବା ମାତ୍ରେ ସେ ତୁରନ୍ତ କହିଲେ, ହେ, ତୁମେ ରୁମ୍ ବାହାରେ କ'ଣ କରୁଛ? ମୁଁ ତୁମକୁ ରୁମ୍ ବାହାରକୁ ନ ଯିବାକୁ କହିଥିଲି। ଭିତରକୁ ଯାଅ, ତୁମର ରୁମ୍କୁ ଯାଅ। ତୁମେ ଜଣେ ନବବିବାହିତା ବଧୂ। ମୁଁ ଚାହୁଁନାହିଁ ଯେ ତୁମେ କୌଣସି କାମ କର। ତେଣୁ ତୁମେ ମୋ ସହିତ ଏପରି କଥା ହେଉଥିଲ ଯେପରି ମୁଁ ରୁମ୍ ଛାଡ଼ି ଏକ ବଡ଼ ଭୁଲ କରିଛି। ମୁଁ କହିଲି, ତୁମର ଦେହ ଭଲ ଲାଗୁନାହିଁ, ସେଥିପାଇଁ ମୁଁ ରୁମ୍ରୁ ବାହାରକୁ ଆସିଲି। ମୁଁ ରୋଷେଇ ଘରକୁ ଯାଇ ରୋଷେଇ କରିବାକୁ ଭାବିଲି। ଯଦି କୌଣସି କାମ ଅଛି ମୁଁ ତାହା କରିବି, କିନ୍ତୁ ତୁମେ ମୋତେ କାମ କରିବାକୁ ଦେବାକୁ ସ୍ପଷ୍ଟ ଭାବରେ ମନା କରୁଛ। ଏବେ ଏହା ମୋ ଘର। ମୁଁ ଏହି ଘରର ସମସ୍ୟା ମୋ ହାତରେ ସମ୍ଭାଳି ପାରିବି। ମୋ ଶାଶୁ କହିଲେ, ହଁ, ଗତକାଲି ରାତିରେ ମୋର ଦେହ ଖରାପ ଥିଲା, କିନ୍ତୁ ଏବେ ଆମେ ସକାଳେ କଥା ହେବା। ସେ କଥାବାର୍ତ୍ତା ଶେଷ କରି ରୁମ୍ ବାହାରକୁ ଚାଲିଗଲେ ଏବଂ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ସ୍ୱାମୀ ଏତେ ଶୀଘ୍ର ଥିଲେ ଯେ ସେ ମୋତେ କିଛି କହିବାକୁ ସୁଯୋଗ ମଧ୍ୟ ଦେଉନଥିଲେ। ମୋ ଶାଶୁ ମୋତେ ବାରମ୍ବାର କହୁଥିଲେ ଯେ ରୁମ୍ ବାହାରକୁ ଯାଉନାହିଁ, ନଚେତ୍ ମୁଁ ବହୁତ ପଶ୍ଚାତାପ କରିବି। ଏହାର ଅର୍ଥ ଥିଲା ଯେ ଏଠାରେ କିଛି ଭୁଲ ଅଛି। ଏହି ସମସ୍ତ ସମସ୍ୟା ମୋତେ ମୁଣ୍ଡବିନ୍ଧାର କାରଣ ହେଉଥିଲା ଏବଂ ମୋ ସହିତ କିଛି ଭୁଲ ହେବ କି ନାହିଁ ତାହା ସନ୍ଦେହ କରୁଥିଲି। ମୁଁ ଘରେ କାହାକୁ ଠିକ୍ ଭାବରେ ଜାଣିନଥିଲି। ମୁଁ ମୋ ସ୍ୱାମୀଙ୍କ ସହ କିଛି ଥର କଥା ହେଉଥିଲି, ତାଙ୍କ ବିଷୟରେ ଜାଣିଥିଲି, ତାଙ୍କୁ ମୋ ବିଷୟରେ କିଛି କହୁଥିଲି। ତାଙ୍କ ପାଖରେ ସମୟ ନଥିଲା। ମୁଁ ଜାଣିନାହିଁ ସେ ଏତେ ଶୀଘ୍ର କାହିଁକି ଥିଲେ ଏବଂ ସେ କୁଆଡ଼େ ଗଲେ। କେହି ତାଙ୍କ ନବବିବାହିତା କନ୍ୟାକୁ ଏପରି ଛାଡ଼ି ଦିଅନ୍ତି ନାହିଁ। ମୋ ସ୍ୱାମୀ ମୋ ପାଖରେ ବସିବା ଉଚିତ ଥିଲା, କିନ୍ତୁ ସେ ମୋତେ ଛାଡ଼ି କେଉଁଠାକୁ ଚାଲିଯାଇଥିଲେ ଭଗବାନ ଜାଣନ୍ତି। ଏହି ବିବାହ ମୋ ମାଙ୍କ ପରିଚିତ ଜଣେ ମହିଳାଙ୍କ ଦ୍ୱାରା ସ୍ଥିର କରାଯାଇଥିଲା ଏବଂ ଏହି ସମ୍ପର୍କ ମଧ୍ୟ ସେଠାରେ ସ୍ଥିର କରାଯାଇଥିଲା। ମୋ ପରିବାର ମୋତେ ଏଠାକୁ ଆଣିଥିଲେ। ଯାହା ହେଉ, ସେମାନେ ଚାହୁଁଥିଲେ ଯେ ମୋର ବିବାହ ଏପରି ଏକ ସ୍ଥାନରେ ହେଉ ଯେଉଁଠାରେ ଅଧିକ ଲୋକଙ୍କର କୌଣସି ଅସୁବିଧା ନଥିବ। ଆମେ କେବଳ ଏକାଠି ଅଛୁ ଏବଂ ତାହା ମଧ୍ୟ କିଛି ଦିନ ପାଇଁ। ବିଶ୍ରାମ ନିଅ। ଏସବୁ ମୋ ସ୍ୱାମୀଙ୍କର। ମୋ ସ୍ୱାମୀଙ୍କ ଆଗରେ କିମ୍ବା ପଛରେ କୌଣସି ଭାଇ କି ଭଉଣୀ ନାହିଁ। ଆମର ସମସ୍ତ ସମ୍ପର୍କ। ମୋ ବିବାହର ସେହି ଦମ୍ପତି ବହୁତ ଖୁସି ଥିଲେ। ଲୋକମାନେ ଜାଣିଥିଲେ ଯେ ମୁଁ ଜଣେ ଧନୀ ବାପାଙ୍କ ଝିଅ ଏବଂ ମୋ ବାପା ମୋର ବିବାହ ଭଲ ଘରେ କରିବେ ଏବଂ ପ୍ରଚୁର ଯୌତୁକ ଦେବେ। ମୋ ବାପା ମା ମଧ୍ୟ କହିଥିଲେ ଯେ ସେମାନେ ତାଙ୍କ ଝିଅକୁ ଏପରି ପରିବାରରେ ବିବାହ କରିବେ ଯେଉଁ ପରିବାରରେ ବହୁତ କମ୍ ସଦସ୍ୟ ଥିବେ। ପୁଅଟି ଶିକ୍ଷିତ ଥିବା ଉଚିତ ଏବଂ ଭଲ ରୋଜଗାର କରିବା ଉଚିତ, ଯାହାଦ୍ୱାରା ଆମ ଝିଅ ରାଜ କରିପାରିବ। ମୋ ମା 15 ବର୍ଷ ଏକ ମିଳିତ ପରିବାରରେ ବିତାଇଥିଲେ ଏବଂ ଏକ ମିଳିତ ପରିବାରରେ ଯାହା ହେଉ ବହୁତ ଝଗଡ଼ା ହୁଏ। ତେଣୁ ମୋ ମା କହିଲେ ଯେ ମୁଁ ମୋ ଝିଅ ପାଇଁ ଗୋଟିଏ ଭଲ ଘର ଖୋଜିବି ଏବଂ ଶୀଘ୍ର ଶୀଘ୍ର ବିବାହ କରିବି ନାହିଁ, କାରଣ ମୋର ଜେଜେମା ଏବଂ ବଡ଼ମା ସବୁବେଳେ ମୋ ମାଙ୍କୁ ହଇରାଣ ହରକତ କରୁଥିଲେ। ଶାଶୁ ଏବଂ ବୋହୂ ଉଭୟ ମୋ ମାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ ଏବଂ ମୋ ମା ସବୁବେଳେ ଏହାକୁ ସହ୍ୟ କରୁଥିଲେ। ଆମ ଘରେ ଛୋଟ ଛୋଟ କଥାରେ ଝଗଡ଼ା ହେଉଥିଲା ଏବଂ ଛୋଟ ଛୋଟ କଥା ମଧ୍ୟ ବଡ଼ ହଙ୍ଗାମା ସୃଷ୍ଟି କରୁଥିଲା। ଏସବୁ ଦେଖି କିଛି ବର୍ଷ ପରେ ମୋ ବାପା ଏକ ଅଲଗା ଘର କିଣିଲେ ଏବଂ
ଆମେ ସେଥିରେ ରହିବାକୁ ଲାଗିଲୁ। ତାଙ୍କ ପରିବାରଠାରୁ ଅଲଗା ହେବା ମୋ ବାପାଙ୍କ ପାଇଁ ଏକ ବଡ଼ ଆଘାତ ଥିଲା। କିନ୍ତୁ ସେ ପ୍ରତିଦିନର ଝଗଡ଼ାରେ ବିରକ୍ତ ହୋଇଯାଇଥିଲେ। ତେଣୁ ଗୋଟିଏ ଦିନ ସେ ବାହାରକୁ ଯାଇ ଅନ୍ୟ ଏକ ଘର କିଣିବାକୁ ନିଷ୍ପତ୍ତି ନେଲେ। ଯେତେବେଳେ ମୁଁ 12 ବର୍ଷର ଥିଲି ଏବଂ ତାପରେ ମୋର ସାନ ଭାଇ ଏବଂ ଭଉଣୀ ଜନ୍ମ ହୋଇଥିଲେ, ସେହିପରି ଆମେ 3 ଭାଇ ଭଉଣୀ ମୁଁ ଏକା ଜେଜେବାପାଙ୍କ ଘରେ ଜନ୍ମ ହୋଇଥିଲୁ ଏବଂ ଏହି ନୂତନ ଘରେ 2 ଭାଇ ଭଉଣୀ ଜନ୍ମ ହୋଇଥିଲେ। ଆମେ ଏହି ଘରେ ଅନେକ ବର୍ଷ ଧରି ରହୁଥିଲୁ। ଆମେ ବହୁତ ମଜା କରୁଥିଲୁ ଏବଂ ଆମ ଜୀବନକୁ ଉପଭୋଗ କରିଥିଲୁ। ମୋର ନିର୍ବନ୍ଧ ହୋଇଗଲା ଏବଂ ମୁଁ ବଡ଼ ହେବା ସହିତ ମୋର ସମସ୍ତ ସମସ୍ୟା ଦୂର ହୋଇଗଲା। ମୋ ବାପାଙ୍କ ବ୍ୟବସାୟ ମଧ୍ୟ ଭଲ ଚାଲିଲା। ସେ ଆମର ଖୁସି ପାଇଁ ସବୁ କିଛି କଲେ ଏବଂ ଆମର ପ୍ରତ୍ୟେକ ଦାବି ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କଲେ। ଏପରିକି ଛୋଟ ଏବଂ ବଡ଼ ମଧ୍ୟ। ମୁଁ ମୋ ବାପା ମାଙ୍କର ବଡ଼ ଝିଅ। ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ଯଦି ତୁମକୁ କିଛି ଦରକାର ହୁଏ, ମୁଁ ସମସ୍ତ କାମ କରିପାରିବି। ଯଦି ହଁ, ତେବେ ତୁମେ ମୋତେ ରୁମ୍ରୁ ଫୋନ୍ କରିପାରିବ। ମୁଁ ତୁରନ୍ତ ତୁମ ରୁମ୍କୁ ଆସିବି। କିନ୍ତୁ ତୁମକୁ ରୁମ୍ରୁ ବାହାରକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଶୀଘ୍ର ରୁମ୍କୁ ଯାଅ। ଏସବୁ ମୋ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ମୋ ଶାଶୁ ମୋତେ ରୁମ୍ରୁ ବାହାରକୁ ଆସିବାକୁ କାହିଁକି ମନା କରୁଥିଲେ ମୁଁ କିଛି ବୁଝିପାରିଲି ନାହିଁ। ମୋ ସ୍ୱାମୀ କୌଣସି କାମ ପାଇଁ ଘରୁ ବାହାରକୁ ଯାଇଥିଲେ। ମୁଁ ନିଷ୍ପତ୍ତି ନେଇଥିଲି ଯେ ସେ ଘରକୁ ଆସିଲେ ମୁଁ ତାଙ୍କ ସହିତ ଏହି ବିଷୟରେ କଥା ହେବି। ମୁଁ ରୁମ୍ ଭିତରକୁ ଗଲି। କିନ୍ତୁ ଏହି ଛୋଟ ରୁମ୍ରେ ମୁଁ ଶ୍ୱାସରୁଦ୍ଧ ଅନୁଭବ କରୁଥିଲି। ପ୍ରଥମତଃ ଏହା ଏକ ଛୋଟ ରୁମ୍ ଥିଲା। ଦ୍ୱିତୀୟତଃ ଏଥିରେ କୌଣସି ଏସି ରୁମ୍ ହିଟର ଲଗାଯାଇ ନଥିଲା। ସେଠାରେ ଗୋଟିଏ ଛୋଟ ପଙ୍ଖା ଲାଗିଥିଲା ଏବଂ ତାହା ମଧ୍ୟ ଏତେ ଧୀରେ ଧୀରେ ଚାଲୁଥିଲା ଯେ ମୋତେ ବହୁତ ଗରମ ଲାଗୁଥିଲା। କାରଣ ଆମ ଘରର ରୁମ୍ଗୁଡ଼ିକ ବହୁତ ବଡ଼ ଥିଲା ଏବଂ ଆମେ ଭାଇ ଭଉଣୀମାନଙ୍କର ମଧ୍ୟ ଅଲଗା ଅଲଗା ରୁମ୍ରେ ଥିଲୁ। ମୁଁ ମୋ ବାପା ମାଙ୍କର ଘରେ କେବେ ଗରମ କିମ୍ବା ଥଣ୍ଡା ଅନୁଭବ କରିନଥିଲି। କିନ୍ତୁ ଏଠାରେ ମୁଁ ଶ୍ୱାସରୁଦ୍ଧ ଅନୁଭବ କରୁଥିଲି। ମୋତେ ଏପରି ଲାଗୁଥିଲା ଯେପରି ମୁଁ ଘର ବାହାରକୁ ଯିବାକୁ ଚାହୁଁଥିଲି। ମୋତେ ବହୁତ ଗରମ ଲାଗୁଥିଲା। କିନ୍ତୁ ମୋ ଶାଶୁ ମୋତେ ଘର ବାହାରକୁ ପଠାଇ ଦେଉନଥିଲେ। ମୋତେ ବାହାରକୁ ଯିବାକୁ କଡ଼ା ବାରଣ କରାଯାଇଥିଲା। ସବୁ ଥର ପରି ଏହାର କାରଣ କ'ଣ, ତାହା କେବଳ ମୋ ସ୍ୱାମୀ ହିଁ ମୋତେ କହିପାରିବେ। ମୁଁ ତାଙ୍କ ପାଇଁ ଅପେକ୍ଷା କରି ରୁମ୍ରେ ବସିଥିଲି। ମୋ ପାଖରେ ମୋବାଇଲ ମଧ୍ୟ ନଥିଲା, ଯାହା ସାହାଯ୍ୟରେ ମୁଁ ମୋ ସ୍ୱାମୀକୁ ଫୋନ୍ କରିପାରିଥାନ୍ତି କିମ୍ବା ମୋ ବାପା ମାଙ୍କୁ ଫୋନ୍ କରି ତାଙ୍କ ଭଲମନ୍ଦ ପଚାରି ପାରିଥାନ୍ତି। ପ୍ରାୟ 2 ଘଣ୍ଟା ଅପେକ୍ଷା କରିବା ପରେ ମୋ ସ୍ୱାମୀ ଘରକୁ ଆସିଥିଲେ। ମୁଁ ତାଙ୍କ କଥା ଶୁଣିପାରିଲି। ହୁଏତ ସେ ତାଙ୍କ ମାଙ୍କ ସହ କଥା ହେଉଥିଲେ, କିନ୍ତୁ ଏଥର ମଧ୍ୟ ସେ ରୁମ୍କୁ ଆସିନଥିଲେ। ମୁଁ ତାଙ୍କ ପାଇଁ ଅପେକ୍ଷା କରି ବହୁତ ସମୟ ବିତାଇଲି। ତାପରେ ମୁଁ ପରାସ୍ତ ହୋଇ ଘର ବାହାରକୁ ଆସିଲି। ମୁଁ ମୋ ଘର ବାହାରକୁ ଯାଇ ଦେଖିଲି ଯେ ହୁଏତ ମୋ ସ୍ୱାମୀ ତାଙ୍କ ମାଙ୍କ ରୁମ୍ରେ ବସିଛନ୍ତି। ମୋ ଶାଶୁଙ୍କ ରୁମ୍ ଦ୍ୱାର ଖୋଲା ଥିଲା। ମୁଁ ଘର ଦ୍ୱାର ପାଖକୁ ଯିବା ମାତ୍ରେ ହଠାତ୍ ମୋ ସ୍ୱାମୀ ରୁମ୍ ବାହାରକୁ ଆସିଲେ ଏବଂ ମୋତେ ଦେଖି ତାଙ୍କ ମାଙ୍କ ରୁମ୍ ଦ୍ୱାର ବନ୍ଦ କରିଦେଲେ ଏବଂ ମୋତେ ପଚାରିବାକୁ ଲାଗିଲେ, ତୁମେ ଏଠାରେ କ'ଣ କରୁଛ? ଆସ, ଆମେ ଦୁହେଁ ଘର ଭିତରକୁ ଯିବା। ମୋ ସ୍ୱାମୀ ମୋ କଥା ଶୁଣିଲେ ନାହିଁ ଏବଂ ମୋ ହାତ ଧରି ମୋତେ ସିଧା ଘର ଭିତରକୁ ନେଇଗଲେ। ଯେତେବେଳେ ସେ ତାଙ୍କ ମାଙ୍କ ଘର ଭିତରେ ବନ୍ଦ କରି ଦେଇଥିଲେ, ମୁଁ ଭଲ ଭାବରେ ଜାଣିଥିଲି ଯେ ମୋ ଶାଶୁ ସେଠାରେ ନାହାନ୍ତି ଆଉ ଏହି 2 ମା ପୁଅ ପରସ୍ପର ସହିତ କଥା ହେଉଥିଲେ। ମୋ ସ୍ୱାମୀ ମୋତେ କଥାବାର୍ତ୍ତାରେ ସାମିଲ କରିବାକୁ ଚେଷ୍ଟା କଲେ ଏବଂ କହିଲେ, ତୁମେ ଜଣେ ନବବିବାହିତା କନ୍ୟା। ତୁମକୁ ବିଶ୍ରାମ ନେବା ଉଚିତ। ମୁଁ ମୋ ସ୍ୱାମୀକୁ କହିଲି, ଦେଖ ସଞ୍ଜୀବ, ତୁମ ଘରେ ମୋର ବହୁତ ଶ୍ୱାସରୁଦ୍ଧ ଅନୁଭବ ହେଉଛି। ମୁଁ ଏକ ଛୋଟ ରୁମ୍ରେ ରହିପାରିବି ନାହିଁ। ମୋତେ ବାହାରେ ତାଜା ପବନ ଦରକାର। ଯଦି ତୁମେ ତାକୁ ବିଶ୍ୱାସ କର, ସେ ପବନର ଏକ ଶକ୍ତି। ସେ ମୋତେ ଘରୁ ବାହାରକୁ ଯିବାକୁ କଡ଼ାକଡ଼ି ବାରଣ କରିଛନ୍ତି। ମୁଁ ତୁମକୁ ପଚାରିବାକୁ ଚାହୁଁଛି ଯେ ସେ ଏପରି କିପରି କାହିଁକି କରୁଛନ୍ତି? ମୋ ସ୍ୱାମୀ କହିଥିଲେ ଯେ ଆମ ଘରେ ଜଣେ ନବବିବାହିତା କନ୍ୟା ଘରୁ ଅଧିକ ବାହାରକୁ ଯାଆନ୍ତି ନାହିଁ, ନଚେତ୍ ଏହା ଏକ ଅଶୁଭ ଲକ୍ଷଣ ହୋଇଯାଏ ଏବଂ ଏବେ ତୁମର ବିବାହ ଠିକ୍ ଭାବରେ ପାଳନ କରାଯିବା ଉଚିତ। 24 ଘଣ୍ଟା ବିତିନାହିଁ। ଯଦି ତୁମେ ଏପରି
ରୁମ୍ରୁ ବାରମ୍ବାର ବାହାରକୁ ଯାଉଛ, ତେବେ ତାହା ଏକ ଅଶୁଭ ବୋଲି ବିବେଚନା କରାଯିବ। ସେଥିପାଇଁ ମୋ ମା ତୁମକୁ ବାଧା ଦେଉଛନ୍ତି। ମୁଁ କହିଲି, କିନ୍ତୁ ଏହା କେତେ ସମୟ ଚାଲିବ? ମୁଁ ଏହି ରୁମ୍ରେ କିପରି ରହିବି? ଏହା ବହୁତ ଗରମ। ଯଦି ଶୀତଦିନ ହୋଇଥାନ୍ତା ତେବେ କୌଣସି ଅସୁବିଧା ହୋଇନଥାନ୍ତା। ମୋ ସ୍ୱାମୀ ସେ ମୋତେ ପ୍ରେମରେ ବୁଝାଇ କହିଲେ, ମୋର ପ୍ରିୟ ଶ୍ରେତା, ତୁମେ ଚିନ୍ତା କରିବା ଆବଶ୍ୟକ ନାହିଁ। ଏହା କେବଳ କିଛି ଦିନର କଥା। ଏହି ସମ୍ପୂର୍ଣ୍ଣ ଘରଟି ତୁମର। ଏହାପରେ ତୁମେ ତୁମର ଇଚ୍ଛା ଅନୁସାରେ ଏହି ଘରେ ଯେଉଁଠାରେ ଚାହିଁବ ବୁଲିପାରିବ। ମୋ ସ୍ୱାମୀ ମୋତେ ଏତେ ପ୍ରେମରେ ଏହା କହିଲା ଯେ ମୋର ହୃଦୟ ତରଳିଗଲା। ସେ ମୋତେ ଏହା କହିଲେ, ଆସ ଆମେ ଦୁହେଁ କିଛି ସମୟ ପ୍ରେମରେ କଥା ହେବା। ବହୁତ ସମୟ ପର୍ଯ୍ୟନ୍ତ ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ପରସ୍ପର ସହିତ ସମୟ ବିତାଇଲୁ ଏବଂ ପରସ୍ପର ସହିତ କଥାବାର୍ତ୍ତା କରି ଚାଲିଲୁ। ଏହି ସମୟ ବହୁତ ଭଲ ଥିଲା। ସାରା ଦିନ କିପରି ବିତିଗଲା ମୁଁ ଜାଣିପାରିଲି ନାହିଁ। ଅପରାହ୍ନରେ ମୁଁ ଭୋକ ଅନୁଭବ କରୁନଥିଲି ଏବଂ ମୋ ସ୍ୱାମୀ ମଧ୍ୟ ନଥିଲେ। ଆମେ ରାତ୍ରି ଭୋଜନ କରି ସାରିଥିଲୁ। ମୋ ଶାଶୁ ନିଜ ହାତରେ ଖାଦ୍ୟ ରାନ୍ଧି ଆମ ରୁମ୍ରେ ଆମକୁ ଖାଇବାକୁ ଦେଲେ। ମୋ ଶାଶୁ ଅସୁସ୍ଥ ଥିଲେ ମଧ୍ୟ ବହୁତ କାମ କରୁଥିଲେ। ମୋତେ ତାଙ୍କ ବିଷୟରେ ଏହି କଥାଟି ବହୁତ ଭଲ ଲାଗିଲା। ନଚେତ୍ ଆଜିକାଲି ଶାଶୁମାନେ ପରଦିନ ନିଜ କାମ କରିବା ପାଇଁ ସେମାନଙ୍କର ବୋହୂମାନଙ୍କୁ ରୋଷେଇ ଘର ଦିଅନ୍ତି। କଥା ସରିଗଲା ଏବଂ ମୋ ସ୍ୱାମୀ ଘର ବାହାରକୁ ଚାଲିଗଲେ କହି ସେ ଘର ବାହାରକୁ ଗଲେ। ଯେତେବେଳେ ଘର ବାହାରକୁ ମଧ୍ୟ ଘର ଭିତରକୁ ଥିଲା, ମୁଁ ତାଙ୍କୁ କିଛି ନ କହି ସେ ଘର ବାହାରକୁ ଚାଲିଗଲେ। ମୁଁ ତାଙ୍କ ପାଇଁ ଅପେକ୍ଷା କରି ପ୍ରାୟ 1 ଘଣ୍ଟା ହୋଇଗଲା, କିନ୍ତୁ ସେ ଏପର୍ଯ୍ୟନ୍ତ ଘର ଭିତରକୁ ଆସିନଥିଲେ। ମୁଁ ଭାବିଥିଲି ଯେ ଆଜି ମଧ୍ୟ ସେ ତାଙ୍କ ମାଆଙ୍କୁ ଭେଟିବେ, ସେ ତାଙ୍କ ଶାଶୁଙ୍କ ସହ ତାଙ୍କ ରୁମ୍ରେ ରହିବେ। ଏବେ ମୁଁ ଆଉ ଏସବୁ ସହ୍ୟ କରିପାରୁନାହିଁ। ମୁଁ ଶୁଭ ଅଶୁଭର ଭଳି ଜିନିଷରେ ବିଶ୍ୱାସ କରେ ନାହିଁ। ମୁଁ ମୋ ସ୍ୱାମୀକୁ ଅପେକ୍ଷା କରୁଥିବା ସମୟରେ ରାତି ପ୍ରାୟ 3ଟା ବାଜିଥିଲା। ମୁଁ ଚୁପଚାପ ମୋ ରୁମ୍ରୁ ବାହାରକୁ ଆସିଲି ଏବଂ ମୋ ଶାଶୁ ସୁସ୍ଥ ଅଛନ୍ତି କି ନାହିଁ ଦେଖିବାକୁ ଗଲି। ମୁଁ ଦ୍ୱାର ଖୋଲିବା ପାଇଁ ଦ୍ୱାରେ ପହଞ୍ଚିଲି। ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ଏହି ମା ପୁଅ ଘରର ଦ୍ୱାର ଭିତରୁ କାହିଁକି ବନ୍ଦ କରିଦେଇଥିଲେ। ଏତେ ଗରମ ପାଗରେ ସେମାନେ ଘରର ଦ୍ୱାର ଭିତରୁ ବନ୍ଦ କରି ଶୋଇଥିଲେ। ମୁଁ ଜାଣିଥିଲି ଯେ ମୋ ସ୍ୱାମୀ ରୁମ୍ ଭିତରେ ଅଛନ୍ତି। ତେବେ ଏହି ମହାପୁଅ କ'ଣ କରୁଥିଲେ ମୁଁ ବୁଝିପାରିଲି ନାହିଁ। ତାପରେ ମୋର ଧ୍ୟାନ ରୁମ୍ର ଝରକା ଆଡ଼କୁ ଗଲା। ମୁଁ ଭିତରକୁ ଚାହିଁବାକୁ ଚେଷ୍ଟା କଲି। ରୁମ୍ ଭିତରେ ଆଲୋକ ଜଳୁଥିଲା ଏବଂ ମୁଁ ଭିତରେ ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରୁଥିଲି। ଗୋଟିଏ ପଟେ ମୋ ସ୍ୱାମୀ ବିଛଣାରେ ଶୋଇଥିଲେ ଏବଂ ଅନ୍ୟପଟେ ମୋ ଶାଶୁ। ଏବଂ ଏହା କ'ଣ ଥିଲା? ଗୋଟିଏ ଝିଅ ମୋ ଶାଶୁଙ୍କ ସହିତ ଥିଲେ। ଏହା ଦେଖି ମୋ ପାଦ ତଳୁ ମାଟି ଖସିଗଲା। ଏଇ ଝିଅଟି କିଏ? ଏବେ ମୁଁ କିଛି ଭୁଲ ସନ୍ଦେହ କରିବାକୁ ଲାଗିଲି। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ମୋ ସ୍ୱାମୀ ଏବଂ ଶାଶୁଙ୍କୁ ପଚରାଉଚରା କରିବି ଏବଂ ସେଇ ଝିଅ ବିଷୟରେ ସବୁ କିଛି ପଚାରିବି ଏବଂ ମୋ ପରିବାରର ସଦସ୍ୟମାନେ ମୋ ସ୍ୱାମୀଙ୍କ ଘରେ ଏହା ଜାଣିଥିଲୁ। ସେଠାରେ କେବଳ ସେମାନଙ୍କ ମା ରୁହନ୍ତି। ସେମାନଙ୍କ ବ୍ୟତୀତ ଘରେ ଆଉ କୌଣସି ସଦସ୍ୟ ନାହାନ୍ତି। ଏବେ ଏହି ଝିଅଟି କିଏ ବୋଲି ଭାବି ମୋର ମନ ପାଗଳ ହୋଇଯାଉଥିଲା। ସେହି ସମୟରେ ମୁଁ ଚୁପଚାପ ମୋ ରୁମ୍କୁ ଆସି ମୋ ସ୍ୱାମୀଙ୍କ ରୁମ୍କୁ ଆସିବାକୁ ଅପେକ୍ଷା କରିବାକୁ ଲାଗିଲି। ସକାଳ ପ୍ରାୟ 11ଟା ସମୟରେ ମୋ ସ୍ୱାମୀ ରୁମ୍କୁ ଆସିଲେ ଏବଂ ମୁଁ ଜାଣିଥିଲି ଯେ ମୋ ସ୍ୱାମୀ ଆସିଛନ୍ତି। ତେଣୁ ଏବେ ମୋ ଶାଶୁ ନିଶ୍ଚିତ ଭାବରେ ଜଳଖିଆ ନେଇ ରୁମ୍କୁ ଆସିବେ। ଯେତେବେଳେ ମୋ ଶାଶୁ ଜଳଖିଆ ଆଣିଲେ, ମୁଁ ତାଙ୍କ ହାତକୁ ପଛକୁ ଟାଣି ନେଇ କହିଲି ଯେ ଏବେ ତୁମେ ଦୁହେଁ ମୋତେ କୁହ, ଏହି ଘରେ କ'ଣ ଚାଲିଛି? ଏହା ଶୁଣି ମୋ ସ୍ୱାମୀ ଏବଂ ଶାଶୁଙ୍କ ମୁହଁ ଫିକା ପଡ଼ିଗଲା। ସ୍ନେହା କହିଲା, ତୁମେ କି ପ୍ରକାରର ପ୍ରଶ୍ନ ପଚାରୁଛ? ମୁଁ କହିଲି, ମୁଁ ସବୁ ଜାଣିପାରିଛି। ତୁମେ ସେହି ରୁମ୍ରେ କାହିଁକି ଅଛ? ସେହି ରୁମ୍ରେ ଗୋଟିଏ ଝିଅ ଅଛି। ଗତକାଲି ରାତିରେ ମୁଁ ମୋ ନିଜ ଆଖିରେ କେବଳ ତୁମ 2 ଜଣଙ୍କୁ ନୁହେଁ, ତୁମ ମାଆଙ୍କ ରୁମ୍ରେ ଗୋଟିଏ ଝିଅକୁ ମଧ୍ୟ ଦେଖିଛି। ପ୍ରଥମେ ମୋ ସ୍ୱାମୀ ଏବଂ ଶାଶୁ ମିଛ କହିବା ଆରମ୍ଭ କଲେ। ତାପରେ ମୁଁ ଶୀଘ୍ର ରୁମ୍ରୁ ବାହାରକୁ ଆସିଲି। ମୁଁ ମୋ ରୁମ୍ରୁ ବାହାରକୁ ଆସିବା ମାତ୍ରେ ସେଇ ଝିଅଟି ବାହାରେ ଅଗଣାରେ ବସିଥିଲା। ମୋତେ ଦେଖି ସେଇ ଝିଅଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା, କାରଣ ମୋ ସ୍ୱାମୀ ଏବଂ ଶାଶୁ ଆଶା କରିଥିଲେ ଯେ
ମୁଁ ରୁମ୍ରୁ ବାହାରକୁ ଆସିପାରିବି ନାହିଁ। ମୋ ସ୍ୱାମୀ ମୋ ହାତ ଧରିଲେ ଏବଂ ସେ ମୋତେ କହିବାକୁ ଲାଗିଲେ ଯେ ମୁଁ ତୁମକୁ କହିଥିଲି ଯେ ରୁମ୍ ବାହାରକୁ ଆସ ନାହିଁ। ମୁଁ କହିଥିଲି ଯେ ଏଇଟା ସେଇ ଝିଅ ଯାହାକୁ ମୁଁ ଗତକାଲି ରାତିରେ ଦେଖିଥିଲି। ଏବେ ତୁମେ ଶୀଘ୍ର କୁହ ଯେ ଝିଅଟି କିଏ। ଏବେ ତୁମକୁ ମୋଠାରୁ କିଛି ଲୁଚାଇବାର ଆବଶ୍ୟକତା ନାହିଁ। ସେଇ ଝିଅଟି ଅଗଣାରେ ପଡ଼ିଥିବା ଖଟିଆ ଉପରେ ଚୁପଚାପ ବସିଥିଲା। ସେ କିଛି କହୁନଥିଲା। ସେ କେବଳ ମୋ ଆଡ଼କୁ ଚାହିଁ ରହିଥିଲେ। ଏଠାରେ ମୋ ଶାଶୁ ଏବଂ ସ୍ୱାମୀ ମୋ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଦୁହେଁ ଚୁପ୍ ହୋଇ ଠିଆ ହେଲେ। କିଛି ସମୟ ପରେ ମୋ ସ୍ୱାମୀ କାନ୍ଦିବାକୁ ଲାଗିଲେ ଏବଂ ମୋ ଶାଶୁଙ୍କ ଆଖିରେ ଲୁହ ଆସିଗଲା। ମୁଁ ଦୁହିଁଙ୍କୁ ଦେଖି ତରଳି ଗଲି। ମୋ ସ୍ୱାମୀ ତାଙ୍କ ମାଆଙ୍କୁ କହିଲେ, ମା, ମନୀଷାଙ୍କୁ ରୁମ୍ ଭିତରକୁ ନେଇଯାଅ, ମୁଁ ଶୀଘ୍ର ଆସିବି। ମୋ ସ୍ୱାମୀ ମୋ ହାତ ଧରି ଆମ ରୁମ୍କୁ ନେଇଗଲେ। ଏହାପରେ ସେ ଭିତର ଦ୍ୱାର ବନ୍ଦ କରିଦେଲେ। ସେ ମୋତେ କହିଲେ, ମୋତେ କ୍ଷମା କର ଶ୍ୱେତା। ମୁଁ ଜାଣେ ଝିଅଟି କିପରି ହେବା ଉଚିତ ସେ ବିଷୟରେ ତୁମ ମନରେ ଅନେକ ପ୍ରଶ୍ନ ଉଠୁଥିବ। ଆଉ ମୁଁ ରାତିରେ ମୋ ମାଙ୍କ ରୁମ୍ରେ କାହିଁକି? ଏଇଟା ମୋ ଭଉଣୀ, ତାର ନାମ ମନୀଷା। ମୋ ଭଉଣୀ ପାଗଳ, ସେ ଡିପ୍ରେସନରେ ଶିକାର ଏବଂ ତାକୁ ମୂର୍ଚ୍ଛା ରୋଗ ହୁଏ। ସେ ବହୁତ ହିଂସ୍ର। ରାତିରେ ତାକୁ ଏତେ ମୂର୍ଚ୍ଛା ରୋଗ ହୁଏ ଯେ କେତେବେଳେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରେ। ମା, ମୁଁ ତାଙ୍କୁ ସମ୍ଭାଳି ପାରିବେ ନାହିଁ। ତେଣୁ ମୋତେ ରାତିରେ ତା ସହିତ ରହିବାକୁ ପଡ଼ିବ, ଯାହାଦ୍ୱାରା ସେ ନିଜକୁ ଏବଂ ତାଙ୍କ ମାଙ୍କୁ କ୍ଷତି ନ ପହଞ୍ଚାଏ। ମୋ ସ୍ୱାମୀକୁ ଏପରି କାନ୍ଦୁଥିବା ଦେଖି ମୁଁ ଲଜ୍ଜିତ ହେବାକୁ ଲାଗିଲି। ତାପରେ ମୁଁ ମୋ ସ୍ୱାମୀକୁ କହିଲି, କିନ୍ତୁ ତୁମେ ତୁମ ଭଉଣୀକୁ ଏତେ କାହିଁକି ଲୁଚାଇ ରଖିଛ ଏବଂ ତାଙ୍କ ବିଷୟରେ ଆମକୁ କାହିଁକି କହିଲ ନାହିଁ? ମୋ ସ୍ୱାମୀ କହିଲେ, ତୁମେ ଜାଣ ଆଜିକାଲି କିପରି ସମୟ ଆସିଛି। କିଛି ଲୋକ ସେମାନଙ୍କ ଝିଅମାନଙ୍କ ପାଇଁ ଏହି ଅବସ୍ଥାଗୁଡ଼ିକୁ ସହ୍ୟ କରନ୍ତି ନାହିଁ। କିନ୍ତୁ ମୋ ଭଉଣୀ ଏବେ ବି ପାଗଳ। ମୋର ଅନେକ ସମ୍ପର୍କ ଏଇ ଘରେ ରହୁଥିବାରୁ ଶେଷ ହୋଇଗଲାଣି। ତାଙ୍କ ଉପସ୍ଥିତିରେ ଆମେ ଆମ ଝିଅକୁ ଘରର ବୋହୂ କରିପାରିବୁ ନାହିଁ। ସେଥିପାଇଁ ଆମେ ତୁମ ପରିବାର ସଦସ୍ୟଙ୍କୁ ମିଛ କହିଲୁ। ଏଥିରେ ଆମ ଭଉଣୀର ମଧ୍ୟ ବହୁତ ସମ୍ପୃକ୍ତି ଅଛି। ଲୋକମାନେ ତାଙ୍କୁ ବାରମ୍ବାର ପାଗଳ ବୋଲି ଡାକୁଛନ୍ତି ଏବଂ ତାପରେ ମୋର ବିବାହ ମଧ୍ୟ ଏହି କାରଣରୁ ହେଉନଥିଲା। ଏହା ଆମ ସ୍ୱତ୍ୱ ପାଇଁ ଏକ ବଡ଼ ବାଧ୍ୟତାମୂଳକ ଥିଲା। ସେଥିପାଇଁ ଆମେ ତୁମ ସମସ୍ତଙ୍କୁ ମିଛ କହିଥିଲୁ। ଏହି ଟେନସନ୍ ଯୋଗୁଁ ମୋ ମା ସବୁବେଳେ ଅସୁସ୍ଥ ରହୁଛନ୍ତି ଏବଂ ଏଠାରେ ମୁଁ ମଧ୍ୟ ମୋ ଭଉଣୀ ମୋ ସ୍ୱାମୀଙ୍କ ଅବସ୍ଥା ଦେଖି ଚିନ୍ତିତ ରହୁଛି। ତାଙ୍କ ଆଖିରେ ତାଙ୍କ ଭଉଣୀ ପ୍ରତି ବହୁତ ପ୍ରେମ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଏବଂ ସେ କାନ୍ଦୁଥିଲେ। ସେ କହିଥିଲେ ଯେ ଯେତେବେଳେ କେହି ତାଙ୍କ ଭଉଣୀକୁ ପାଗଳ ବୋଲି କୁହନ୍ତି ସେ ଟିକେ ଦୁଃଖ ଅନୁଭବ କରନ୍ତି ଏବଂ ତାଙ୍କୁ କଷ୍ଟ ଦିଅନ୍ତି। ସେଥିପାଇଁ ସେ ଏହା ଦୁନିଆ ସାମ୍ନାକୁ ଆଣିବାକୁ ଚାହାନ୍ତି ନାହିଁ। ସେଥିପାଇଁ ସେ କେବଳ ଘରେ ରହନ୍ତି ଏବଂ କେତେବେଳେ ସେ କୌଣସି କାମ ପାଇଁ ଘର ବାହାରକୁ ଯାଆନ୍ତି। ତାଙ୍କୁ ଘର ଭିତରେ ରହିବାକୁ ଅନୁମତି ଦିଆଯାଏ କାରଣ ସେ ଯେକୌଣସି ସମୟରେ କିଛି ଭୁଲ କରିପାରନ୍ତି। ମୁଁ ମଧ୍ୟ ମୋ ସ୍ୱାମୀକୁ କାନ୍ଦୁଥିବା ଦେଖି ବହୁତ ଦୁଃଖ ଅନୁଭବ କରୁଥିଲି ଏବଂ ସବୁଠାରୁ ଖରାପ କଥା ହେଉଛି ମୁଁ ମୋର ଏତେ ଭଲ ସ୍ୱାମୀକୁ ସନ୍ଦେହ କରିଥିଲି। କିଛି ସମୟ ପରେ ମୋ ସ୍ୱାମୀ ରୁମ୍ର ଦ୍ୱାର ଖୋଲିଲେ ଏବଂ ମୋ ଶାଶୁ ମୋ ରୁମ୍କୁ ଆସିଲେ। ସେ ମଧ୍ୟ ବହୁତ କାନ୍ଦୁଥିଲେ। ସେ ମୋତେ କହିଲେ, ବୋହୂ, ଏବେ ଏହି ପୁରା ଘର ତୁମର। ତୁମ ବିବାହକୁ ମାତ୍ର 2 ଦିନ ହୋଇଛି। ଏବେ ତୁମେ ଚାହିଁଲେ ରୁମ୍ରୁ ବାହାରକୁ ଆସିପାରିବ। ଏବେ କୌଣସି ଅସୁବିଧା ହେବ ନାହିଁ। ଶୁଣି ମୁଁ ଖୁସି ହୋଇଗଲି। ମୋ ଶ୍ୱଶୁର ଘରେ ଏବେ ସବୁ କିଛି ଠିକ୍ ଥିଲା। ଧୀରେ ଧୀରେ ମୋର ଜୀବନ ନିୟମିତ ହୋଇଗଲା। ମୋ ଶାଶୁ ତାଙ୍କ ପୁଅକୁ ବୁଝାଇଥିଲେ ଯେ ତୁମେ ରାତିରେ ତୁମ ବୋହୂ ସହିତ ଶୋଇବା ଉଚିତ। ଯଦି ତୁମ ଝିଅ କିଛି ଭୁଲ କାମ କରିବାକୁ ଚେଷ୍ଟା କରେ ତେବେ ମୁଁ ତୁମକୁ ଜଣାଇବି। ମୋ ସ୍ୱାମୀ ରାତିରେ ମୋ ସହିତ ଶୋଇବା ଆରମ୍ଭ କଲେ। ମୋ ଶ୍ୱଶୁର ଘରେ ମୋର ଜୀବନ ଭଲ ଚାଲିଥିଲା। ମୋ ବିବାହର 1 ସପ୍ତାହ ହୋଇଗଲା। ଏହି ସପ୍ତାହରେ 5 ଦିନ ବହୁତ ଭଲରେ ବିତିଗଲା। କିନ୍ତୁ ଗୋଟିଏ ଦିନ ହଠାତ୍ ମୋ ସ୍ୱାମୀ ମୋତେ କହିଲେ ଯେ ଆଜି ପୁଣି ମୋତେ ମୋ ଭଉଣୀଙ୍କ ରୁମ୍ରେ ଶୋଇବାକୁ ପଡ଼ିବ। ସେ ଏହା କହିଲେ ସେ ଘର ବାହାରକୁ ଚାଲିଗଲେ ଏବଂ ମୁଁ ଭାବିବାକୁ ଲାଗିଲି ଯେ ଏହା କେତେ ଦିନ ଚାଲିବ। ସେ ପ୍ରତି ଦ୍ୱିତୀୟ କିମ୍ବା ତୃତୀୟ ଦିନ ତାଙ୍କ ମାଙ୍କ ଘରେ ଏମିତି ରାତି ବିତାଇବେ କି? ଯେତେବେଳେ ମୋ ଶାଶୁ ତାଙ୍କୁ କହିଥିଲେ ଯେ ତୁମେ ମାଙ୍କ ଘରେ ଶୋଇବା ଉଚିତ, କିନ୍ତୁ ତଥାପି ମୋ ସ୍ୱାମୀ ତାଙ୍କ ଭଉଣୀ ପାଇଁ ଚିନ୍ତିତ ଥିଲେ। ପରଦିନ ରାତିରେ ମଧ୍ୟ ସମାନ ଘଟଣା ଘଟିଲା। ମୋ ସ୍ୱାମୀ
ତାଙ୍କ ମାଙ୍କ ରୁମ୍ରେ ଶୋଇବାର 3 ଦିନ ବିତିଗଲାଣି। ଏହା ପୂର୍ବରୁ ମଧ୍ୟ ସେ 2 ରାତି ସେଠାରେ ଶୋଇଥିଲେ। ମୁଁ ଏସବୁରେ ବହୁତ ବିରକ୍ତ ହୋଇଯାଇଥିଲି। ତେଣୁ ମୁଁ ରାଗରେ ମୋ ଶାଶୁଙ୍କ ରୁମ୍ର ଦ୍ୱାର ପାଖକୁ ଯାଇ ଜୋରରେ ବାଡ଼େଇବା ଆରମ୍ଭ କଲି। କିନ୍ତୁ ହୁଏତ ସେମାନେ 3 ଜଣ ଗଭୀର ନିଦ୍ରାରେ ଥିଲେ। କେହି କବାଟ ଖୋଲି ନଥିଲେ। ଏହି ଲୋକମାନେ କବାଟ କାହିଁକି ଖୋଲୁ ନଥିଲେ? ମୁଁ ଏଥିରେ ବହୁତ ରାଗିଥିଲି। ମୁଁ ଆଉ ରୁମ୍ରେ ଏକା ରହିପାରିବି ନାହିଁ। ମୋତେ ମୋ ସ୍ୱାମୀଙ୍କ ସହିତ ରହିବାକୁ ପଡ଼ିଲା। ମୁଁ କେବଳ ଏକ ନୂତନ ବଧୂ ଥିଲି ଏବଂ ଏତେ ଶୀଘ୍ର ମୋ ସ୍ୱାମୀ ମୋତେ ଛାଡ଼ି ଚାଲିଗଲେ। ସେ ମୋତେ ବାରମ୍ବାର ଏକୁଟିଆ ଛାଡ଼ି ଦେଉଥିଲେ। ବହୁତ ସମୟ ଧରି ଡୋର୍ ବେଲ୍ ବାଜିଲା ପରେ ମୁଁ ମୋ ରୁମ୍କୁ ଫେରିଆସିଲି। ଆମ ବିବାହକୁ 1 ସପ୍ତାହରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ମୋ ସ୍ୱାମୀ ମୋତେ ଘରୁ ବାହାରକୁ ବୁଲିବାକୁ ମଧ୍ୟ ନେଇନଥିଲେ। ପରଦିନ ସକାଳେ ଯେତେବେଳେ ମୋ ସ୍ୱାମୀ ରୁମ୍କୁ ଆସିଲେ, ମୁଁ ତାଙ୍କୁ ଗାଳି ଦେଇ ପଚାରିଲି, ଗତକାଲି ରାତିରେ ତୁମେ କବାଟ କାହିଁକି ଖୋଲିଲ ନାହିଁ? ମୋ ସ୍ୱାମୀ ମୋତେ ସାନ୍ତ୍ୱନା ଦେଇ କହିଲେ, ହୁଏତ ଆମେ ଗଭୀର ନିଦ୍ରାରେ ଶୋଇଥିଲୁ, ସେଥିପାଇଁ ଆମେ କବାଟ ଖୋଲି ନଥିଲୁ। ମୁଁ କହିଲି, ତୁମେ ତୁମ ମାଙ୍କ ରୁମ୍ରେ ଶୋଇଛ, ତେବେ ତୁମେ କବାଟ ଭିତରୁ କାହିଁକି ବନ୍ଦ କରିଦେଉଛ? କବାଟ ଖୋଲିବା ପରେ ମଧ୍ୟ ତୁମେ ଭାବିପାରିବ, ସର୍ବୋପରି ତୁମେ ଅନ୍ୟ କାହାକୁ ମିସ୍ କରୁଛ। ତୁମେ ଭୁଲରେ ଶୋଇନାହଁ କି? ଏହା ତୁମ ମାଙ୍କ ରୁମ୍ ଏବଂ ତୁମେମାନେ ଗରମ ଅନୁଭବ କରୁନାହଁ? କବାଟ ବନ୍ଦ କରି ଶୋଇବା ବିଷୟରେ ମୋର ପ୍ରଶ୍ନରେ ମୋ ସ୍ୱାମୀ ଡରିଗଲେ ଏବଂ କହିଲେ, ମୁଁ ତୁମକୁ କହିଥିଲି ଯେ ମୋ ଭଉଣୀର ମୂର୍ଚ୍ଛା ରୋଗ ହୋଇଛି ଏବଂ ଆମେ ରୁମ୍ର ଦ୍ୱାର ଭିତରୁ ବନ୍ଦ କରି ରଖୁଛୁ, ଯାହାଦ୍ୱାରା ସେ ରୁମ୍ ବାହାରକୁ ନ ଯାଏ। ମୁଁ କହିଲି, ଯଦି ତୁମେ ଏହାକୁ ଭୟ କରୁଛ, ତେବେ କାଲିଠାରୁ ମୁଁ ତୁମ ଭଉଣୀ ଏବଂ ମାଙ୍କ ସହିତ ମଧ୍ୟ ଶୋଇବି। ମୁଁ ସେମାନଙ୍କ ଦୁହିଁଙ୍କର ଯତ୍ନ ନେବି ଏବଂ ତୁମେ ଆମ ରୁମ୍ରେ ରୁହ। ମୁଁ ଦେଖିଲି ଯେ ଏହା ଶୁଣି ମୋ ସ୍ୱାମୀଙ୍କ ମୁହଁ ମଳିନ ହୋଇଗଲା। ହଁ, ମୁଁ ମଧ୍ୟ ମୋ ସ୍ୱାମୀକୁ ଅନ୍ୟ କାହା ସହିତ ଯିବାକୁ ଦେଇପାରିବି ନାହିଁ। ମୁଁ କାନ୍ଦିବାକୁ ଲାଗିଲି। କିନ୍ତୁ ମୋ ସ୍ୱାମୀ ମୋତେ ଶାନ୍ତ କଲେ ନାହିଁ ଏବଂ ଘର ବାହାରକୁ ଚାଲିଗଲେ। ପରଦିନ ଅପରାହ୍ନରେ ମୋ ଶାଶୁ ତାଙ୍କ ଘର ଭିତରେ ଶୋଇଥିଲେ। ମୋ ସ୍ୱାମୀ ଘରେ ନଥିଲେ। ମୁଁ ଝରକା ଦେଇ ଚାହିଁ ଦେଖିଲି ଯେ ମନୀଷା ଜାଗ୍ରତ। ସେ ମନୀଷାଙ୍କୁ ଧୀରେ ଡାକି ଦ୍ୱାର ଖୋଲିବାକୁ କହିଲେ। ସେ ଭୟରେ ମନା କରିଦେଲା। ସେ ଆଦୌ ପାଗଳ ଦେଖାଯାଉନଥିଲା, ବରଂ ସେ ବହୁତ ଭୟଭୀତ ଦେଖାଯାଉଥିଲା। ସେ ସ୍ପଷ୍ଟ ଭାବରେ ଦ୍ୱାର ଖୋଲିବାକୁ ମନା କରିଦେଲା ଏବଂ କହିଲା, ଦୟାକରି ତୁମର ରୁମ୍କୁ ଯାଅ, ନଚେତ୍ ତୁମେ ଏକ ବଡ଼ ଅସୁବିଧାରେ ପଡ଼ିବ। ମୁଁ ଚୁପଚାପ ମୋ ରୁମ୍କୁ ଗଲି। ମୁଁ ଜାଣିନାହିଁ ସେମାନେ କ'ଣ ଗୁପ୍ତ କଥା ଲୁଚାଇ ରଖିଛନ୍ତି। ମୁଁ ବୁଝିପାରିଲି ନାହିଁ ଏବଂ ଏସବୁ ପରେ ମଧ୍ୟ ମୋ ସ୍ୱାମୀ ତାଙ୍କ ଭଉଣୀ ଏବଂ ମାଙ୍କ ରୁମ୍ରେ ଶୋଇଥିଲେ। ମୁଁ ଜାଣି ନାହିଁ କି ମୋ ସ୍ୱାମୀ ମୋ ଉପରେ ଟିକିଏ ବିରକ୍ତ ଅନୁଭବ କରୁଥିଲେ। ମୁଁ କିଛି ଭୁଲ କହିନଥିଲି। ଯଦି ମୋ ସ୍ଥାନରେ ଅନ୍ୟ କୌଣସି ମହିଳା ଥାନ୍ତେ, ତେବେ ସେ ମଧ୍ୟ ତାଙ୍କ ସ୍ୱାମୀକୁ ତାଙ୍କ ମା ଏବଂ ଭଉଣୀଙ୍କ ସହିତ ରହିବାକୁ ଦେଇନଥାନ୍ତେ। ମୁଁ ଜାଣିପାରିଥିଲି ଯେ ମନୀଷା ତାଙ୍କ ମା ଏବଂ ଭାଇଙ୍କୁ ବହୁତ ଭୟ କରନ୍ତି। ଯେତେବେଳେ ସୁଯୋଗ ପାଇଲି, ମୁଁ ଝରକା ଦେଇ ତାଙ୍କ ସହ କଥା ହେବାକୁ ଚେଷ୍ଟା କଲି। ସେ ବହୁତ ଭୟଭୀତ ଦେଖାଯାଉଥିଲେ, କିନ୍ତୁ ସେ ଠିକ୍ ଭାବରେ କଥା ହେଉଥିଲେ। ଜଣେ ପାଗଳ ବ୍ୟକ୍ତି ଏହିପରି। ଯେତେବେଳେ ସେ କଥା ହୁଏ, ସେ ଅଯଥା କଥା କହେ। କିନ୍ତୁ ଆଲିସା ସବୁବେଳେ ମୋ ସହିତ ଟିକେ ଇଂରାଜୀ ଏବଂ ଟିକେ ହିନ୍ଦୀରେ କଥା ହେଉଥିଲେ। ଯେ ଶ୍ଵେତା, ମୁଁ ଚାହୁଁନାହିଁ ଯେ ତୁମେ ଯେକୌଣସି ସମସ୍ୟାରେ ପଡ଼, କିନ୍ତୁ ମୋତେ କହିଥିଲେ ଯେ ଦୟାକରି ଏକ ସୁଯୋଗ ଖୋଜ ଏବଂ ଯେଉଁଦିନ ମା ଏବଂ ପୁଅ ଦୁହେଁ ଘରେ ନଥିବେ, ସେହିଦିନ ମୋ ପାଖକୁ ଆସ। ମୋତେ ତୁମ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବାକୁ ପଡ଼ିବ। ମୁଁ କହିଥିଲି ଯେ ତୁମର ଜଣେ ଭାଇ ଏବଂ ଜଣେ ମା ଅଛନ୍ତି, ତେବେ ତୁମେ ସେମାନଙ୍କୁ ଏତେ ଭୟ କାହିଁକି କରୁଛ? ପରେ ଯାହା ହେଉ, ହଁ, ମୋତେ କୁହ। ମନୀଷା କହିଲା, ମୁଁ ଏବେ ତୁମକୁ କିଛି କହିପାରିବି ନାହିଁ। ଯଦି ତୁମ ଶାଶୁ ଉଠିପଡ଼ନ୍ତି, ତେବେ ସେ ମୋ ଜୀବନକୁ କଷ୍ଟକର କରିଦେବେ। ଦୟାକରି
ତୁମ ରୁମ୍କୁ ଯାଅ, ମୁଁ ଯାଇ ବସିବି। ମଧ୍ୟାହ୍ନରେ ମୋ ଶାଶୁ ଗଭୀର ନିଦରେ ଶୋଇଥିଲେ। ତାଙ୍କ ପାଖରେ ମୋ ସହିତ କଥା ହେବାର ଏକ ଭଲ ସୁଯୋଗ ଥାଆନ୍ତା, କିନ୍ତୁ ପ୍ରତ୍ୟେକ ଥର ସେ ମୋତେ ରୁମ୍ ଭିତରକୁ ଯିବାକୁ କହୁଥିଲେ। ମୁଁ ଜାଣିନାହିଁ ସେ କ'ଣ ଭୟ କରୁଥିଲେ। ମୁଁ ଲକ୍ଷ୍ୟ କରିଥିଲି ଯେ ଉଭୟ ମା ଏବଂ ଝିଅ ମନୀଷା ଉପରେ ବହୁତ ଚାପ ପକାଉଥିଲେ। ସେମାନେ ତାଙ୍କ ରୁମ୍ରୁ ବାହାରକୁ ଯିବାକୁ ଦେଉନଥିଲେ କିମ୍ବା ମୋ ସହିତ କଥା ହେବାକୁ ଦେଉନଥିଲେ। ଗରିବ ଝିଅଟିକୁ ଛୋଟ ପିଲା ପରି ଏକ ରୁମ୍ରେ ବନ୍ଦ କରି ରଖାଯାଇଥିଲା। ମୋ ଶାଶୁ ଏବଂ ସ୍ୱାମୀ କେବଳ ତାକୁ ଜଗିବାରେ ବ୍ୟସ୍ତ ଥିଲେ। ମୋତେ ଏହି ଘରକୁ ଆଣିବା ପରେ ସେମାନେ ମୋତେ ଭୁଲିଗଲା ପରି ଲାଗୁଥିଲା। ଗୋଟିଏ ଦିନ ମୁଁ ମୋ ସ୍ୱାମୀକୁ କହିଲି ଯେ ତୁମ ଭଉଣୀର ମୂର୍ଚ୍ଛା ରୋଗ ହୋଇଛି, ତେଣୁ ତାକୁ ଏକ ଭଲ ଡାକ୍ତରଖାନାକୁ ନେଇଯିବା। କିନ୍ତୁ ମୋ ସ୍ୱାମୀ କହିଲେ, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ତାଙ୍କର ଚିକିତ୍ସା ଚାଲିଛି। ଗୋଟିଏ ଦିନ ମୋ ଶାଶୁ ଏବଂ ମୋ ସ୍ୱାମୀ କୌଣସି କାମରେ ବାହାରକୁ ଯାଇଥିଲେ। ଏହା ଏକ ଭଲ ସୁଯୋଗ ଥିଲା, ତେଣୁ ମୁଁ ଶୀଘ୍ର ମନୀଷାଙ୍କ ରୁମ୍କୁ ଗଲି। ମୁଁ ଦେଖିଲି ଯେ ଦ୍ୱାର ବନ୍ଦ ଅଛି। ମୁଁ ଚାବି ବିଷୟରେ ଜାଣିଥିଲି, ତେଣୁ ମୁଁ ଶୀଘ୍ର ମୋ ସ୍ୱାମୀଙ୍କ ପୁରୁଣା ପୋଷାକ ଖୋଜି ଖୋଜି ଚାବି ପାଇଲି। ମୁଁ ତାକୁ ବାହାର କରି ରୁମ୍ର ଦ୍ୱାର ଖୋଲିଦେଲି। କିନ୍ତୁ ରୁମ୍ ଖୋଲିବା ମାତ୍ରେ ମୋର ଆଖି ଖୋଲିଗଲା ଯେତେବେଳେ ମୁଁ ଦେଖିଲି ଯେ ମନୀଷା ଦୁଇଟି ଶିକୁଳିରେ ବନ୍ଧା ହୋଇଛି। ପାଗଳ ଝିଅଟି ବହୁତ ଖରାପ ଅବସ୍ଥାରେ ରୁମ୍ରେ ପଡ଼ିଛି। ମୁଁ ଶୀଘ୍ର ତା ମୁଣ୍ଡକୁ ମୋ କୋଳରେ ରଖିଲି ଏବଂ ତାକୁ ପଚାରିଲି ଯେ ତୁମକୁ ଏହି ଅବସ୍ଥାରେ କିଏ ରଖିଛି? ଏହା କ'ଣ? ମନୀଷା ମୋତେ କହିବାକୁ ଲାଗିଲା, ଦୟାକରି ମୋତେ ପିଇବାକୁ ପାଣି ଦିଅ। ମୁଁ ଶୀଘ୍ର ତାକୁ ପିଇବାକୁ ପାଣି ଦେଲି। ତାପରେ ସେ ଟିକିଏ ଆରାମ କଲା। ମନୀଷା କହିଲା, ଏହି ଦୁଇ ମା ପୁଅ କେଉଁଠାକୁ ଯାଇଛନ୍ତି? ଆମେ ଦୁହେଁ ଘରୁ ପଳାଇଯିବା। ମୁଁ କହିଲି, ମନୀଷା ତୁମେ କ'ଣ କହୁଛ? ମନୀଷା କହିବାକୁ ଲାଗିଲା, ମୁଁ ଠିକ୍ କହୁଛି। ମୁଁ ତୁମକୁ କହୁଛି ଯେ ଆଜି ଆମ ଦୁହିଁଙ୍କ ପାଖରେ ଏହାଠାରୁ ଭଲ ସୁଯୋଗ ଆଉ ନାହିଁ। ମୁଁ ତୁମକୁ ସମ୍ପୂର୍ଣ୍ଣ ସତ କହିବି। ତୁମେ ଯାହାକୁ ତୁମର ସ୍ୱାମୀ କହୁଛ, ସେ କେବଳ ତୁମର ସ୍ୱାମୀ ନୁହନ୍ତି, ବରଂ ମୋର ସ୍ୱାମୀ ମଧ୍ୟ। ମନୀଷାଙ୍କ କଥା ଶୁଣି ମୁଁ ମୋ କାନକୁ ବିଶ୍ୱାସ କରିପାରିଲି ନାହିଁ। ମନୀଷା କହିଲା, ମୁଁ ସତ କହୁଛି, ତୁମେ ତାଙ୍କର ଦ୍ୱିତୀୟ ସ୍ତ୍ରୀ। ତୁମେ କ'ଣ ତାଙ୍କ ସ୍ତ୍ରୀ ଏବଂ ମୁଁ ତାଙ୍କର ପ୍ରଥମ ସ୍ତ୍ରୀ? ନା, ଆମକୁ ବିବାହ ନାମରେ ଠକା ଯାଇଛି। ମୁଁ ମନୀଷାଙ୍କୁ କହିଲି, କିନ୍ତୁ ଏହି ଲୋକମାନେ ମୋତେ କହିଲେ ଯେ ତୁମେ ତାଙ୍କ ଭଉଣୀ। ମନୀଷା କହିଲା, ଏହି ଲୋକମାନେ ତୁମକୁ ବାରମ୍ବାର ମିଛ କହୁଛନ୍ତି ଏବଂ ଏଠାରେ ତୁମ ଆଖି ସାମ୍ନାରେ ଯାହା ଅଛି ତାହା ସବୁ ମିଛ। ହଁ, ମୁଁ ଏହି ଘରର ବୋହୂ। ମୁଁ 4 ବର୍ଷ ପୂର୍ବରୁ ବିବାହ କରିଥିଲି, କିନ୍ତୁ ମୋ ବାପା ମା ବହୁତ ଗରିବ ଥିବାରୁ ମୁଁ ଯୌତୁକରେ କିଛି ଆଣିନଥିଲି। ଏହି ଲୋକମାନେ ମୋତେ ପ୍ରତିଦିନ ନିର୍ଯାତନା ଦେଉଥିଲେ ଯେ ମୁଁ ମୋ ବାପା ମାଙ୍କ ଘରୁ ଟଙ୍କା ଆଣିବି। ବିବାହ ପାଇଁ ମୁଁ ମୋ ବାପା ମାଙ୍କ ଘରୁ ଯାହା ବି ଛୋଟ ଅଳଙ୍କାର ଆଣିଥିଲି ତାହା ମଧ୍ୟ ମୋଠାରୁ ଛଡ଼ାଇ ନିଆଯାଇଥିଲା। ସେ ମୋତେ ବିକ୍ରି କରିଦେଇଥିଲେ ଏବଂ ମୋତେ ବିବାହ କରିବା ପରେ ଯେ କୌଣସି ପ୍ରକାରର ଲାଭ ପାଇଲେ ନାହିଁ। ମୋ ସ୍ୱାମୀ ଏବଂ ଶାଶୁ ଭାବିଥିଲେ ଯେ ବିବାହ ପରେ ସେ ମୋ ବାପା ମାଙ୍କ ଘରୁ ମୋତେ ଟଙ୍କା ମାଗୁଥିବେ, କିନ୍ତୁ ସେପରି କିଛି ଘଟିଲା ନାହିଁ। ମୋ ବାପା ମା ସେ ସକ୍ଷମ ନଥିଲେ। ମୁଁ ତାଙ୍କ ପାଇଁ ଟଙ୍କା କେଉଁଠାରୁ ଆଣିବି? ତେଣୁ ସେ ମୋତେ ରୁମ୍ରେ ବନ୍ଦ କରିଦେଲେ ଏବଂ ମୋତେ ପିଟିବାକୁ ଲାଗିଲେ। ଏହି ଲୋକମାନେ ପ୍ରମାଣ କଲେ ଯେ ତାଙ୍କ ସ୍ତ୍ରୀ ମରିଯାଇଛନ୍ତି। ଯେତେବେଳେ ମୋ ବାପା ମା ଏଠାକୁ ମୋ ବିଷୟରେ ପଚାରିବାକୁ ଆସିଲେ, ଏହି ଲୋକମାନେ ସେମାନଙ୍କୁ ଡରେଇ ଧମକେଇ ଏଠାରୁ ବାହାର କରିଦେଲେ। ସେମାନେ ଗରିବ ଥିଲେ, ତେଣୁ ସେମାନେ କୌଣସି ପଦକ୍ଷେପ ନେଇପାରିଲେ ନାହିଁ ଏବଂ ଚୁପଚାପ ଏଠାରୁ ଚାଲିଗଲେ। ମୋ ବାପା ମା ମଧ୍ୟ ଚୁପ୍ ହୋଇଗଲେ, ଭାବି ଯେ ହୁଏତ ତାଙ୍କ ଝିଅ ମରିଯାଇଛି। ତାପରେ ଏହି ପଶୁଟି ତାର କାମ ସାରି ପୁଣି ବିବାହ କରିବାକୁ ନିଷ୍ପତ୍ତି ନେଲା। ତେଣୁ ସେ ଭାବିଲା ଯେ ଏଥର ସେ ଜଣେ ଧନୀ ବାପାଙ୍କ ଝିଅଙ୍କୁ ବିବାହ କରିବ, ଯାହାଦ୍ୱାରା ତାର ସମସ୍ତ ଅଳଙ୍କାର ଏବଂ ଯୌତୁକରେ ଯାହା ମୂଲ୍ୟବାନ ଜିନିଷ ଆସିବ ତାହା ବିକ୍ରି କରି ଏହି ମା ଏବଂ ପୁଅ ସେମାନଙ୍କର ଖର୍ଚ୍ଚ ପୂରଣ କରିବେ। କାରଣ ଆମ ସ୍ୱାମୀ କୌଣସି କାମ କରନ୍ତି ନାହିଁ, ସେ ସମ୍ପୂର୍ଣ୍ଣ ଭ୍ରମଣକାରୀ ଏବଂ ସେ ଏହାକୁ ନିଜର ବ୍ୟବସାୟ କରିଛନ୍ତି। ଦେଖ ସତ୍ୱା, ଏହି ଲୋକମାନେ ତୁମକୁ ବହୁତ ମିଛ କହିଛନ୍ତି। ତୁମ ବିବାହକୁ ମାତ୍ର 1.5 ମାସ ହୋଇଛି ଏବଂ ଧୀରେ ଧୀରେ କିଛି ବର୍ଷ ବିତିଯିବ ଏବଂ ଏହି ଲୋକଟି ପାଖରେ କିଛି ନାହିଁ। ଯଦି ତୁମେ ଚାହଁ ତେବେ ମୁଁ ତୁମକୁ ବାଧ୍ୟ କରିବି
ତେଣୁ ତୁମର ମା ଘରକୁ ଯାଅ ଏବଂ ଟଙ୍କା ଆଣ, ଏବଂ ଯଦି ତୁମେ ଏହା କରିବାକୁ ମନା କର ତେବେ ତୁମର ଅବସ୍ଥା ମୋ ସହିତ ଘଟୁଥିବା ପରି ହେବ। ଏହି ମା ଏବଂ ପୁଅ ମୋତେ ରୁମ୍ରେ ବନ୍ଦ କରି ଦେବା ପରେ ପ୍ରତିଦିନ ମୋ ସହିତ ଜୁମ୍ କରନ୍ତି। ସେମାନେ ଚାହାନ୍ତି ଯେ ମୁଁ କୌଣସି ପ୍ରକାରେ ମରିଯାଉ ଏବଂ ମୋର ସମସ୍ତ ଚିହ୍ନ ଲିଭାଇ ଦିଆଯାଉ, କିନ୍ତୁ ଏହା ଆଦୌ ହୋଇପାରିବ ନାହିଁ, କାରଣ ଏବେ ତୁମେ ଏହି ଘରକୁ ଆସିଛ। ଏହି ଲୋକମାନେ ତୁମ ଉପସ୍ଥିତିରେ ମୋ ସହିତ ବହୁତ କିଛି କରିପାରିବେ ନାହିଁ। ସେମାନେ କେବଳ ମୋ ଉପରେ ନଜର ରଖିପାରିବେ, କାରଣ ଏହା ଏକ ଦୃଶ୍ୟ ସୃଷ୍ଟି କରିବ। ଏହି ଦୁଇ ମା ଏବଂ ପୁଅ ମୋ ସହିତ ଶୋଇବେ, ଯାହାଦ୍ୱାରା ମୁଁ ପଳାଇ ନ ଯିବି ଏବଂ ମୁଁ ରୁମ୍ ଛାଡ଼ିବା ପରେ ତୁମକୁ ଭେଟିବା ଉଚିତ ନୁହେଁ। ମୋ କଥା ଶୁଣ ଏବଂ ଶୀଘ୍ର ତୁମର ସମସ୍ତ ମୂଲ୍ୟବାନ ଅଳଙ୍କାର ନେଇ ମୋ ସହିତ ପଳାଇ ଯାଅ। ଚାଲ, ଆମେ ଦୁହେଁ ଏଠାରୁ ଚାଲିଯାଅ। ପୋଲିସ ଷ୍ଟେସନକୁ ଯାଇ ଏହି ଲୋକଙ୍କ ବିରୁଦ୍ଧରେ ଏକ ରିପୋର୍ଟ ଦାଖଲ କରିବା। ମନୀଷାଙ୍କ ଠାରୁ ଏସବୁ ଶୁଣିବା ପରେ ମୋର ରୁମ ଟାଙ୍କୁରି ଉଠିଗଲା। ମୋର ଟେନସନ ଏପରି ଅବସ୍ଥାରେ ଥିଲା, ସେ କାନ୍ଦି କାନ୍ଦି ମୋତେ ଏସବୁ କହୁଥିଲେ। ମୁଁ ଅନୁଭବ କଲି ଯେ ସେ ସତ କହୁଛନ୍ତି, କାରଣ ମୁଁ ବିବାହ କରି ଏଠାକୁ ଆସିବା ଦିନଠାରୁ ମୁଁ ଲୋକମାନଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲି। ତାଙ୍କୁ ବିଶ୍ୱାସ କରିବା ପାଇଁ ମୁଁ ଶୀଘ୍ର ମୋ ରୁମ୍କୁ ଗଲି ଏବଂ ସେଠାକୁ ଯିବା ମାତ୍ରେ ମୁଁ ମୋ ଆଲମାରିର ସେଫ୍ ଖୋଲି ଦେଖିଲି। ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ବିବାହ ପାଇଁ ମୋ ମା ଘରୁ ପିନ୍ଧିଥିବା ସମସ୍ତ ଅଳଙ୍କାର ସେଫ୍ରେ ନଥିଲା। ଏହାର ଅର୍ଥ ହେଉଛି ଏହି ଲୋକମାନେ ମୋର ଅଳଙ୍କାର ବିକ୍ରି କରିଦେଇଥିଲେ କିମ୍ବା ନିଜ ପାଖରେ ରଖିଥିଲେ, କାରଣ ଏପର୍ଯ୍ୟନ୍ତ ମୁଁ ଏହି ଅଳଙ୍କାର ପିନ୍ଧିବାର ସୁଯୋଗ ପାଇନଥିଲି। ନା ମୋ ସ୍ୱାମୀ, ନା ସେ ମୋତେ କୌଣସି ସ୍ଥାନକୁ ବାହାରକୁ ନେଇନଥିଲେ ଏବଂ କୌଣସି ଅତିଥି ଆସିନଥିଲେ, ଯାହାଦ୍ୱାରା ମୁଁ କୌଣସି ବିଶେଷ ଅବସରରେ ଏହାକୁ ପିନ୍ଧିପାରିବି। ମୁଁ ମନୀଷାଙ୍କ କଥାରୁ ସମ୍ପୂର୍ଣ୍ଣ ସଠିକ୍ ପାଇଲି ଏବଂ ଆମ ପାଖରେ ଏଠାରୁ ଖସି ପଳାଇବାର ଏକ ମହାନ ସୁଯୋଗ ଥିଲା ଏବଂ ଏହି ମା ଏବଂ ପୁଅ ନିଶ୍ଚୟ କିଛି ଜିନିଷ ବିକ୍ରୟ କରିବାକୁ ଯାଇଥିଲେ। ମୁଁ ଶୀଘ୍ର ମନୀଷାଙ୍କୁ ନେଇଗଲି ଆଉ ଆମେ ଘରୁ ପଳାଇ ଆସିଲୁ। ମୁଁ ମନୀଷାଙ୍କ ସହିତ ମୋ ବାପା ମାଙ୍କ ଘରକୁ ଗଲି। ସେଠାରେ ମୁଁ ମୋ ବାପା ମାଙ୍କୁ ସବୁ କିଛି କହିଲି। ଯେତେବେଳେ ମୋ ପରିବାରର ସଦସ୍ୟମାନେ ଧୈର୍ଯ୍ୟର ସହିତ ମୋର କଥା ଶୁଣିଲେ, ସେମାନେ ମୋତେ ସେହି ଲୋକଙ୍କ ବିରୁଦ୍ଧରେ ପୋଲିସ ରିପୋର୍ଟ ଦାଖଲ କରିବାକୁ କହିଲେ। ମୋ ବାପା ଘରେ ପୋଲିସକୁ ଡାକିଥିଲେ, କାରଣ ମୋ ବାପାଙ୍କ ପୋଲିସ ସହିତ ଆମର ବହୁତ ଭଲ ସମ୍ପର୍କ ଥିଲା। ଆମେ ପୋଲିସକୁ ସବୁକିଛି ସତ କହିଲୁ ଏବଂ ପୋଲିସ ଉଭୟ ମା ଏବଂ ପୁଅକୁ ଗିରଫ କଲା, କାରଣ ସେମାନେ ମନୀଷା ପ୍ରତି ବହୁତ ଅତ୍ୟାଚାର କରିଥିଲେ ଏବଂ ମୋତେ ମଧ୍ୟ ବୋକା ବନାଇଥିଲେ। ସେମାନେ ଅପରାଧକୁ ଅସ୍ୱୀକାର କରୁଥିଲେ, କିନ୍ତୁ ଯେତେବେଳେ ପୋଲିସ ସେମାନଙ୍କୁ ପଚରା ଉଚରା କଲା, ଯେତେବେଳେ ସେମାନଙ୍କର ଅଳଙ୍କାର ଏବଂ ମୂଲ୍ୟବାନ ଜିନିଷ କେଉଁଠି ଅଛି, ସେମାନେ ଲଜ୍ଜିତ ଅନୁଭବ କଲେ ଏବଂ ପୋଲିସ ଦ୍ୱାରା ଟିକେ ମାଡ଼ ଖାଇବା ପରେ ପୁଅ ସତକୁ ସ୍ୱୀକାର କଲା। ଏବେ ଉଭୟ ମା ଏବଂ ପୁଅ ଜେଲ୍ ଭିତରେ ଅଛନ୍ତି। ମୋ ବାପା ମନୀଷାଙ୍କୁ ତାଙ୍କ ବାପା ମାଙ୍କ ଘରକୁ ପଠାଇ ଦେଇଥିଲେ। ମନୀଷାଙ୍କ ବାପା ମା ସେମାନଙ୍କର ଝିଅକୁ ଜୀବିତ ଦେଖି ବହୁତ ଖୁସି ହୋଇଥିଲେ, ନଚେତ୍ ସେମାନେ ଆଶା ଛାଡ଼ି ଦେଇଥିଲେ ଯେ ସେମାନଙ୍କ ଝିଅ ଜୀବିତ ଫେରିପାରିବ। ମୋ ବାପା ମା ଖୁସି ଥିଲେ ଯେ ମନୀଷାଙ୍କ ଯୋଗୁଁ ସେମାନଙ୍କ ଝିଅ ମଧ୍ୟ ସୁରକ୍ଷିତ ଭାବରେ ଘରକୁ ଫେରିଛି, ନଚେତ୍ ଭବିଷ୍ୟତରେ ଶ୍ଵେତା ସହିତ ମନୀଷାଙ୍କ ପରି ସେମାନଙ୍କ ଝିଅ ସହିତ ମଧ୍ୟ ସମାନ ଘଟଣା ଘଟିଥାନ୍ତା। ଭଗବାନଙ୍କର କୃପା ଥିଲା ଯେ ମୁଁ ଏତେ ନିଷ୍ଠୁର ଲୋକଙ୍କ ଅତ୍ୟାଚାରର ଶିକାର ହୋଇନଥିଲି। କିଛି ଦିନ ପରେ ମୁଁ ଅନ୍ୟ ଏକ ପୁଅ ସହିତ ବିବାହ କଲି। ଏଥର ମୋ ବାପା ମା ବହୁତ ତଦନ୍ତ ପରେ ମୋତେ ବିବାହ କରାଇଦେଲେ, କିନ୍ତୁ ଏହି ଲୋକମାନେ ବହୁତ ଭଲ ଥିଲେ। ଏବେ ମୁଁ ମୋ ଶ୍ୱଶୁର ଘରେ ବହୁତ ଖୁସି ଏବଂ ମୋ ବାପା ମା ଏବେ ମୋ ବିଷୟରେ ଚିନ୍ତାମୁକ୍ତ। ତେବେ ଏହି କାହାଣୀ ବିଷୟରେ ଆପଣଙ୍କର ମତାମତ କ'ଣ? ଦୟାକରି ଆମକୁ କମେଣ୍ଟ କରି କୁହନ୍ତୁ। ବନ୍ଧୁମାନେ, ଆପଣଙ୍କୁ ଆମର ମଜାଦାର କାହାଣୀ କିପରି ଲାଗିଲା, ଦୟାକରି ଆମକୁ କମେଣ୍ଟ ବାକ୍ସରେ କୁହନ୍ତୁ। ଯଦି ଆପଣଙ୍କର ମଧ୍ୟ ଏପରି ସୁନ୍ଦର କାହାଣୀ କିମ୍ବା ଏପରି କୌଣସି କାହାଣୀ ଅଛି ଯାହା ଶିକ୍ଷା ଦିଏ, ତେବେ ଆପଣ ତାହା ଆମ ସହିତ ସେୟାର କରିବାକୁ ପଡ଼ିବ। ବନ୍ଧୁମାନେ, ଯଦି ଆପଣଙ୍କୁ ଆମର ଏହି ଭିଡ଼ିଓ ପସନ୍ଦ ଆସିଥାଏ, ତେବେ ଆପଣ ଆମର ଏହି ଭିଡ଼ିଓକୁ ଲାଇକ୍
ଏବଂ ସେୟାର କରିବାକୁ ପଡ଼ିବ। ଏବଂ ଏପରି ହୃଦୟସ୍ପର୍ଶୀ ପ୍ରେରଣାଦାୟକ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।